ओम शांति। आज हूँ 19 जुलाई 2020 अव्यक्त बापदादांकर महावाक्य पुनरावृत्ति 25 फेब्रुआरी 1986। मुरलीर सारांश हेउछि डबल विदेशी भाई भौणी समर्पण समारोह रे अव्यक्त बाप दादांकर महावाक्य। आजी बाप दादा विशेष श्रेष्ठ दिनर विशेष स्नेह भरा अभिनंदन देउछंती। आजी क्यों समारोह पालन करिल? बाप दादांकर प्रश्न। बाहरर दृश्य तो निश्चित भावरे सुंदर थिला, किंतु समस्तंकर उमंग उत्साह एवं दृढ़ संकल्पर आंतरिक शब्द दिलाराम बाबांको निकटरे पहुंचुथिला। तेणु आजिर दिन को विशेष करी उमंग उत्साह भरा दृढ़ संकल्पर समारोह कहाजिवो। जेबेठारु बाबांकर होइगल सेबेठारु संबंध रही आसीछि एवं आगको मध्य रहिबो, किंतु एही विशेष दिन को विशेष रूपरे पालन करिल। तेणु एहाकु कहाजिवो दृढ़ संकल्प। सेथिपाई किछि भी होई जाओ, चाहे मायार तूफान आसु, चाहे लोक मानकर भिन्न भिन्न कथा सुनिबाकू पड़ू, चाहे प्रकृतिर कौनसी प्रकारर हलचलर दृश्य देखिबाकू पड़ू, चाहे लौकिक बा अलौकिक संबंध रे कौनसी प्रकारर परिस्थिति आसु, मनर संकल्प रे बहुत जोर रे तूफान उठू, तेबे भी एकमात्र बाबा द्वितीय केही नुहे। एक बल एक भरोसा। एहीपरि दृढ़ संकल्प करिल ना केवल स्टेज उपरे बसिथिल, डबल स्टेज उपरे बसिथिल ना सिंगल स्टेज उपरे बसिथिल? गोटिए थिला एही स्थूल स्टेज, द्वितीयटी थिला दृढ़ संकल्पर स्टेज बा दृढ़तार स्टेज। तेबे डबल स्टेज उपरे बसिथिल ना? हार मध्य बहुत सुंदर पिंधिथिल, केवल एही स्थूल फूल हार पिंधिथिल ना सफलतार हार मध्य पिंधिथिल? कारण सफलता गलार हार अटे एवं दृढ़ता ही सफलतार आधार। एही स्थूल हार सहित सफलतार हार मध्य तुम गलारे पड़ीथिला ना? बाप दादा तो डबल दृश्य देखुथिले, केवल साकार रूपर दृश्य देखु नथिले, किंतु साकार दृश्य सहित आत्मिक स्थितियुक्त मनर दृढ़ संकल्प एवं सफलतार श्रेष्ठ माला एही दुईटी को देखुथिले। डबल माला एवं डबल स्टेज को देखुथिले। तेबे समस्ते दृढ़ संकल्प करिछ, एहा बहुत भल कथा, किंतु जहा भी हे जाऊ संबंध को रक्षा करबा को हेबो। जहाँ भी ही जाऊ संबंध को रक्षा करबा को हेबो। परमात्मा पितांक सहित प्रीतिर रीति को सर्वदा पालन करी सफलता को प्राप्त करबा को हेबो। सफलता तुमर गलार हार एहा सुनिश्चित। तेणु एकमात्र बाबा द्वितीय केही नुहे। यह ही हेउची दृढ़ संकल्प।
ଯେବେ ବି ଜଣେ ହିଁ ତୁମ ବୁଦ୍ଧିରେ ଅଛନ୍ତି, ତେଣୁ ତୁମ ପାଇଁ ଏକରସ ସ୍ଥିତିରେ ରହିବା ସ୍ୱତଃ ଏବଂ ସହଜ ଅଟେ। ସର୍ବ ସମ୍ବନ୍ଧର ଅବିନାଶୀ ତାର ଯୋଡ଼ି ଦେଇଛ ନା। ଯଦି ଗୋଟିଏ ବି ସମ୍ବନ୍ଧ କମ୍ ଥିବ ତେବେ ହଲଚଲ ହେବ। ସେଥିପାଇଁ ସର୍ବ ସମ୍ବନ୍ଧର ଡୋର ବାନ୍ଧି ଦେଇଛ। ବାବାଙ୍କ ସହିତ ସର୍ବ ସମ୍ବନ୍ଧ ଡୋର ବାନ୍ଧି ଦେଇଛ, ସମ୍ପର୍କ ଯୋଡ଼ି ଦେଇଛ ଏବଂ ସଂକଳ୍ପ ମଧ୍ୟ କରିଛ। ତେବେ ସର୍ବ ସମ୍ବନ୍ଧ ଯୋଡ଼ିଛ ନା କେବଳ ମୁଖ୍ୟ 3ଟି ସମ୍ବନ୍ଧ ଯୋଡ଼ିଛ? ଯଦି ସର୍ବ ସମ୍ବନ୍ଧ ଅଛି ତେବେ ସର୍ବ ପ୍ରାପ୍ତି ମଧ୍ୟ ଅଛି। ଯଦି ସର୍ବ ସମ୍ବନ୍ଧ ନାହିଁ ତେବେ କୌଣସି ନା କୌଣସି ପ୍ରାପ୍ତିର କମି ନିଶ୍ଚିତ ରହିବ। ଏବେ ତ ସମସ୍ତଙ୍କର ସମାରୋହ ହେଲା ନା। ଦୃଢ଼ ସଂକଳ୍ପ କରିବା ଦ୍ୱାରା ଆଗକୁ ପୁରୁଷାର୍ଥ କରିବା ପାଇଁ ମଧ୍ୟ ବିଶେଷ ରୂପରେ ଲିଫ୍ଟ ମିଳିଯାଏ। ଏହି ବିଧି ମଧ୍ୟ ବିଶେଷ ଭାବରେ ଉମଙ୍ଗ ଉତ୍ସାହକୁ ବଢ଼ାଇ ଦେଇଥାଏ। ବାପ ଦାଦା ମଧ୍ୟ ସବୁ ପିଲାଙ୍କୁ ଦୃଢ଼ ସଂକଳ୍ପ କରିବାର ସମାରୋହର ଅଭିନନ୍ଦନ ଦେଉଛନ୍ତି ଏବଂ ସଦା ଅବିନାଶୀ ଭବ ଅମର ଭବର ବରଦାନ ମଧ୍ୟ ଦେଉଛନ୍ତି। ଆଜି ଏସିଆ ମହାଦେଶର ଗ୍ରୁପ ବସିଛନ୍ତି। ଏସିଆର ବିଶେଷତା କ'ଣ? ବିଦେଶ ସେବାର ପ୍ରଥମ ଗ୍ରୁପ ଜାପାନକୁ ଯାଇଥିଲା। ଏହା ବିଶେଷତା ହେଲା ନା। ସାକାର ବାବାଙ୍କର ପ୍ରେରଣା ଅନୁସାରେ ବିଶେଷ ଭାବରେ ବିଦେଶ ସେବାର ନିମନ୍ତ୍ରଣ ଏବଂ ସେବାର ଶୁଭାରମ୍ଭ ଜାପାନରୁ ହୋଇଥିଲା। ତେଣୁ ଏସିଆର ନମ୍ବର ସ୍ଥାପନା କାର୍ଯ୍ୟରେ ଆଗରେ ରହିଲା ନା। ପ୍ରଥମ ବିଦେଶର ନିମନ୍ତ୍ରଣ ଜାପାନରୁ ଆସିଥିଲା, ଅର୍ଥାତ୍ ଏସିଆରୁ ଆସିଥିଲା। ଅନ୍ୟ ଧର୍ମର ଆତ୍ମା ନିମନ୍ତ୍ରଣ ଦେଇ ଡାକିବେ, ଏହା ଏସିଆରୁ ଆରମ୍ଭ ହୋଇଥିଲା। ତେଣୁ ଏସିଆ କେତେ ଭାଗ୍ୟଶାଳୀ। ଏବଂ ଏସିଆର ଦ୍ୱିତୀୟ ବିଶେଷତା ହେଲା ଏସିଆ ଭାରତର ସବୁଠାରୁ ନିକଟତମ ମହାଦେଶ। ଯିଏ ନିକଟତମ ହୋଇଥାଏ ତାକୁ ସିକିଲଧେ ବା ବହୁତ ଦିନ ପରେ ମିଳିଥିବା ଗେହ୍ଲା କୁହାଯାଏ। ତେଣୁ ଏସିଆରେ ଗେହ୍ଲା ପିଲାମାନେ ଲୁଚି ରହିଛନ୍ତି। ପ୍ରତ୍ୟେକ ସ୍ଥାନରେ କେତେ ଭଲ ଭଲ ରତ୍ନମାନେ ବାହାରିଛନ୍ତି। ସଂଖ୍ୟାରେ ଯଦିଓ କମ୍ ଅଛନ୍ତି କିନ୍ତୁ ବିଶେଷ ଆତ୍ମାମାନେ ଅଛନ୍ତି। ମେହନତର ଫଳ ମଧ୍ୟ ଭଲ ମିଳିଛି। ଏଇଭଳି ବର୍ତ୍ତମାନ ଧୀରେ ଧୀରେ ସଂଖ୍ୟା ବଢ଼ିବାକୁ ଲାଗିଛି। ସମସ୍ତେ ସ୍ନେହୀ ଅଟନ୍ତି, ଗେହ୍ଲା ମଧ୍ୟ ଅଟନ୍ତି। ପ୍ରତ୍ୟେକ ପରସ୍ପରଠାରୁ ଅଧିକ ସ୍ନେହୀ। ଏହା ହିଁ ହେଉଛି ବ୍ରାହ୍ମଣ ପରିବାରର ବିଶେଷତା। ପ୍ରତ୍ୟେକ ଆତ୍ମା ଏହିଭଳି ଅନୁଭବ କରୁଛନ୍ତି ଯେ ମୋର ହିଁ ବାବାଙ୍କ ପ୍ରତି ସବୁଠାରୁ ଅଧିକ ସ୍ନେହ ରହିଛି ଏବଂ ବାବାଙ୍କର ମଧ୍ୟ ସବୁଠାରୁ ଅଧିକ ସ୍ନେହ ମୋ ପ୍ରତି ରହିଛି। ମୋତେ ହିଁ ବାପ ଦାଦା ଆଗକୁ ବଢ଼ାଉଛନ୍ତି। ସେଥିପାଇଁ ଭକ୍ତି ମାର୍ଗବାଲା ମଧ୍ୟ ଗୋଟିଏ ବହୁତ ଭଲ ଅର୍ଥ ସହିତ ଚିତ୍ର ତିଆରି କରିଛନ୍ତି। ସେ ଚିତ୍ର କ'ଣ? ପ୍ରତ୍ୟେକ ଗୋପୀ ସହିତ ଗୋପୀ ବଲ୍ଲଭ ଅଛନ୍ତି। କେବଳ ଏକା ରାଧା ସହିତ ନୁହେଁ କି କେବଳ ଅଷ୍ଟ ପାଟବଂଶୀଙ୍କ ସହିତ ନୁହେଁ। ଶ୍ରୀକୃଷ୍ଣଙ୍କ ସହିତ ରାସ କରିଥିବା ଦେଖାଯାଇଛି ନା। ପ୍ରତ୍ୟେକ ଗୋପୀ ସାଥିରେ ଗୋପୀ ବଲ୍ଲଭଙ୍କୁ ଦେଖାଯାଇଛି। ଯେପରି ତୁମେମାନେ ଯେତେବେଳେ ଦିଲୱାଡ଼ା ମନ୍ଦିରକୁ ଯାଉଛ ସେତେବେଳେ ନୋଟ କରୁଛ ନା, ଏହା ମୋର ଚିତ୍ର ଅଥବା ମୋର କୋଠି। ସେହିପରି ଏହି ରାସ ମଣ୍ଡଳୀରେ ମଧ୍ୟ ତୁମ ସମସ୍ତଙ୍କର ଚିତ୍ର ଅଛି।
ଏହାକୁ ହିଁ କୁହାଯାଏ ମହାରାସ। ଏହି ମହାରାସର ବହୁତ ବଡ଼ ଗାୟନ ରହିଛି। ବାପ ଦାଦାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି ଅଧିକରୁ ଅଧିକ ସ୍ନେହ ରହିଛି। ବାପ ଦାଦା ପ୍ରତ୍ୟେକ ସନ୍ତାନର ଶ୍ରେଷ୍ଠ ଭାଗ୍ୟକୁ ଦେଖି ହର୍ଷିତ ହେଉଛନ୍ତି। କିପରି ବି ହୋଇଥାଉ, କିନ୍ତୁ ସେ ତ କୋଟିକ ଭିତରେ ଗୋଟିଏ ଅଟେ ନା। ପଦ୍ମା ପଦ୍ମ ଭାଗ୍ୟବାନ ଅଟେ ନା। ଦୁନିଆ ସନ୍ତାନ ନା। ଦୁନିଆ ହିସାବରେ ଦେଖିଲେ କେତେ କୋଟି ଆତ୍ମାଙ୍କ ଭିତରେ ତୁମେ ମାତ୍ର କେତେ ଜଣ ବାବାଙ୍କର ହୋଇଛ? ଜାପାନ ତ କେତେ ବଡ଼, କିନ୍ତୁ ବାବାଙ୍କର କୋଟିକ ଭିତରେ ଗୋଟିଏ ହୋଇଥିବା କାରଣରୁ ଗେହ୍ଲା ଅଟନ୍ତି। ବାବାଙ୍କ ପାଇଁ ସମସ୍ତେ ବିଶେଷ ଆତ୍ମା ମଧ୍ୟ ଅଟନ୍ତି। ବାପ ଦାଦା କାହାକୁ ସାଧାରଣ କାହାକୁ ବିଶେଷ ଆତ୍ମା ରୂପରେ ଦେଖୁନାହାନ୍ତି। ସମସ୍ତେ ବିଶେଷ ଆତ୍ମା। ଏପଟ ଦେଶମାନଙ୍କରେ ତ ଆହୁରି ଅଧିକ ବୃଦ୍ଧି ହେବ, କାରଣ ଏହି ତରଫରେ ସବୁ ଅଞ୍ଚଳରେ ବିଶେଷ ଭାବରେ ଡବଲ ସେବା ହେବ। ଗୋଟିଏ ହେଲା ଅନେକ ପ୍ରକାରର ଧର୍ମର ଲୋକମାନେ ଅଛନ୍ତି। ଦ୍ୱିତୀୟରେ ଏହି ତରଫରେ ସିନ୍ଧିରୁ ଜ୍ଞାନ ପାଇଥିବା ଆତ୍ମା ମଧ୍ୟ ବହୁତ ଅଛନ୍ତି। ସାକାର ବାବାଙ୍କ ଥିଲା ସମୟରେ ସିନ୍ଧିର ବି ଅନେକ ଆତ୍ମା ମାନେ ଜ୍ଞାନ ପାଇଥିଲେ। ସେମାନଙ୍କର ମଧ୍ୟ ଭଲ ସେବା କରିପାରିବ। ଯଦି ସେମାନଙ୍କୁ ପାଖକୁ ଆଣିପାରିଲ, ତେବେ ସେମାନଙ୍କ ସହଯୋଗରେ ଅନ୍ୟ ଧର୍ମର ଲୋକମାନଙ୍କ ନିକଟରେ ମଧ୍ୟ ସହଜରେ ପହଞ୍ଚି ପାରିବ। ଏହିଭଳି ଡବଲ ସେବା ଦ୍ୱାରା ଡବଲ ବୃଦ୍ଧି କରିପାରିବ। ସିନ୍ଧି ଲୋକମାନଙ୍କ ଭିତରେ କୌଣସି ନା କୌଣସି ପ୍ରକାରରେ ଓଲଟା ରୂପରେ ହେଉ ବା ଠିକ ରୂପରେ ହେଉ ଜ୍ଞାନର ବୀଜ ପଡ଼ିଯାଇଛି। ସଂସ୍ଥା ସହିତ ପରିଚିତ ଥିବା କାରଣରୁ ସେମାନେ ସହଜରେ ସମ୍ବନ୍ଧରେ ଆସିପାରିବେ। ସେମାନଙ୍କର ବହୁତ ସେବା କରିପାରିବ, କାହିଁକି ନା ସବୁ ପ୍ରକାରର ଧର୍ମର ଆତ୍ମା ମାନଙ୍କର ପରିବାର ଅର୍ଥାତ୍ ସମାବେଶ ରହିଛି। ଏବଂ ବ୍ରାହ୍ମଣ ଆତ୍ମା ମାନେ ମଧ୍ୟ ସବୁ ଧର୍ମ ଭିତରେ ଖେଳେଇ ହୋଇ ରହିଛନ୍ତି। ଏଭଳି କୌଣସି ଧର୍ମ ନାହିଁ ଯେଉଁଠି ବ୍ରାହ୍ମଣ ଆତ୍ମା ପହଞ୍ଚି ନଥିବେ। ଏବେ ତ ସବୁ ଧର୍ମରୁ ଧୀରେ ଧୀରେ ବାହାରୁଛନ୍ତି। ଆଦି ସନାତନ ଦେବୀ ଦେବତା ଧର୍ମର ଆତ୍ମା ମାନେ ଅନ୍ୟ ଧର୍ମକୁ ଯାଇଛନ୍ତି, ସମସ୍ତେ ଆସୁଛନ୍ତି। ଏବଂ ଯେଉଁମାନେ ବ୍ରାହ୍ମଣ ପରିବାରର ସଦସ୍ୟ ଅଟନ୍ତି, ସେମାନଙ୍କ ଠାରୁ ଆପଣାର ପଣିଆର ଅନୁଭବ ହେଉଛି। ଯେପରି କୌଣସି ହିସାବ କିତାବ ଥିବା କାରଣରୁ ଅନ୍ୟ ଧର୍ମକୁ ଚାଲିଯାଇଥିଲେ ଏବଂ ପୁନର୍ବାର ନିଜର ପରିବାରରେ ଆସି ପହଞ୍ଚିଗଲେ। କେଉଁଠୁ ଆସି ପହଞ୍ଚି ଯାଉଛନ୍ତି ଏବଂ ସେବା ଦ୍ୱାରା ନିଜର ଭାଗ୍ୟ ପ୍ରାପ୍ତ କରିବାର ନିମିତ୍ତ ହୋଇଯାଇଛନ୍ତି। ଏହା କିଛି କମ୍ ଭାଗ୍ୟ ନୁହେଁ, ବହୁତ ଶ୍ରେଷ୍ଠ ଭାଗ୍ୟ। ବଡ଼ରୁ ବଡ଼ ପୁଣ୍ୟ ଆତ୍ମା ହୋଇଯାଉଛନ୍ତି। ମହାଦାନୀ ମହାନ ପୁଣ୍ୟ ଆତ୍ମାଙ୍କ ତାଳିକାରେ ଆସି ଯାଉଛନ୍ତି। ତେବେ ସେବାର ନିମିତ୍ତ ହେବା ମଧ୍ୟ ଏକ ବିଶେଷ ଗିଫ୍ଟ ଅର୍ଥାତ୍ ଉପହାର ଏବଂ ଡବଲ ବିଦେଶୀ ପିଲାମାନଙ୍କୁ ଏହି ଗିଫ୍ଟ ମିଳୁଛି। ଟିକିଏ ବି ଅନୁଭବ କରିବା ମାତ୍ରକେ ସେଣ୍ଟର ସ୍ଥାପନ କରିବାର ନିମିତ୍ତ ହୋଇଯାଉଛନ୍ତି। ତେବେ ଏହା ମଧ୍ୟ ଶେଷରେ ଆସି ତୀବ୍ର ପୁରୁଷାର୍ଥୀ ହେବାର ଏକ ବିଶେଷ ଗିଫ୍ଟ ମିଳିଛି। ସେବା କରିବା ଦ୍ୱାରା ଅଧିକାଂଶ ଆତ୍ମାଙ୍କ ମନ ଭିତରେ ଏହି ସ୍ମୃତି ରହିଥାଏ ଯେ ମୁଁ ଯଦି ନିମିତ୍ତ ହୋଇ କରିବି ବା ଚାଲିବି, ତେବେ ମୋତେ ଦେଖି ଅନ୍ୟମାନେ ମଧ୍ୟ କରିବେ। ତେବେ ଏହା ଯେପରି ନିଜ ଉପରେ ଡବଲ ଗୁରୁତ୍ୱ ଦେବା ହୋଇଯାଉଛି ଏବଂ ଡବଲ ଗୁରୁତ୍ୱ ଦେବା କାରଣରୁ ତାହା ଡବଲ ଗିଫ୍ଟର କାମ କରୁଛି।
ଡବଲ ଲିଫ୍ଟର କାମ କରୁଛି। ଏବେ ବୁଝିଲ ଡବଲ ବିଦେଶୀ ମାନଙ୍କୁ ଡବଲ ଲିଫ୍ଟ କିପରି ମିଳିଛି। ଏବେ ତ ସବୁ ଆଡ଼େ ଧରଣୀ ବହୁତ ଭଲ ହୋଇଗଲାଣି। ହଳ ହେବା ପରେ ଧରଣୀ ଠିକ ହୋଇଯାଏ ଏବଂ ଫଳ ମଧ୍ୟ ସହଜରେ ଏବଂ ଭଲ ଭାବରେ ଫଳିଥାଏ। ଆଚ୍ଛା, ଏସିଆର ବଡ଼ ମାଇକ୍ ଶବ୍ଦ ଭାରତରେ ଶୀଘ୍ର ପହଞ୍ଚିବ। ତେଣୁ ସେହିଭଳି ମାଇକ୍ ଅର୍ଥାତ୍ ବିଶେଷ ଭିଆଇପିଙ୍କୁ ବାହାର କର। ଆଚ୍ଛା, ଡବଲ ଲାଇଟ୍ ହୋ ଅବ୍ୟକ୍ତ ମୁରଳୀ ଗୁଡ଼ିକରୁ ସଂଗୃହୀତ ବହୁମୂଲ୍ୟ ରତ୍ନ। ସାରାଂଶ, ଡବଲ ଲାଇଟ୍ ହୋ ହାଲକା। ଡବଲ ଲାଇଟ୍ ଅର୍ଥାତ୍ ଆତ୍ମିକ ସ୍ୱରୂପରେ ସ୍ଥିତ ହେବା ଦ୍ୱାରା ହାଲୁକା ପଣିଆର ଅନୁଭବ ସ୍ୱତଃ ହୋଇଥାଏ। ସେହିଭଳି ଡବଲ ଲାଇଟ୍ ଆତ୍ମା ହିଁ ଫରିସ୍ତା କୁହାଯାଏ। ଡବଲ ଲାଇଟ୍ ଆତ୍ମାଙ୍କୁ ହିଁ ଫରିସ୍ତା କୁହାଯାଏ ଏବଂ ଫରିସ୍ତା କେବେ ହେଲେ କୌଣସି ପ୍ରକାରର ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ। ଏହି ପୁରୁଣା ଦୁନିଆର ବା ପୁରୁଣା ଦେହର ଆକର୍ଷଣରେ ଆସନ୍ତି ନାହିଁ, କାରଣ ସେମାନେ ଡବଲ ଲାଇଟ୍ ଅଟନ୍ତି। ଡବଲ ଲାଇଟ୍ ଅର୍ଥାତ୍ ସର୍ବଦା ଉଡ଼ିବାର କଳାକୁ ଅନୁଭବ କରୁଥିବା ଆତ୍ମା। କାହିଁକି ନା ଯିଏ ହାଲୁକା ହୋଇଥାଏ ସେ ସର୍ବଦା ଉଚ୍ଚରେ ଉଡ଼ୁଥାଏ, ଭାରୀ ବସ୍ତୁ ତଳକୁ ଯାଇଥାଏ। ତେବେ ଡବଲ ଲାଇଟ୍ ଆତ୍ମା ଅର୍ଥାତ୍ କୌଣସି ପ୍ରକାରର ବୋଝ ନଥିବ, କାରଣ କୌଣସି ପ୍ରକାରର ବୋଝ ରହିଲେ ତାହା ଉଚ୍ଚରେ ଉଡ଼ିବାକୁ ଦେବ ନାହିଁ, ଫରିସ୍ତା ବନିପାରିବାନି। ଡବଲ ଦାୟିତ୍ୱ ବହନ କରିଥିଲେ ମଧ୍ୟ ଡବଲ ଲାଇଟ୍ ସ୍ଥିତିରେ ରହିବା ଦ୍ୱାରା ଲୌକିକ ଦାୟିତ୍ୱ ଗୁଡ଼ିକ କେବେ ହେଲେ କ୍ଳାନ୍ତିର ଅନୁଭବ କରାଇ ପାରିବ ନାହିଁ। କାହିଁକି ନା ତୁମେ ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ଅଟ। ଟ୍ରଷ୍ଟି କାହିଁକି ଥକିବ? ଯଦି ମୋର ଗୃହସ୍ଥୀ ମୋର ପ୍ରବୃତ୍ତି ମନେ କରିବ ତେବେ ବୋଝ ଭଳି ଅନୁଭବ ହେବ। ଯଦି କିଛି ବି ମୋର ନୁହେଁ ତେବେ ବୋଝ ପୁଣି କେଉଁ କଥାର? ବିଲକୁଲ ନ୍ୟାରା ଏବଂ ପ୍ୟାରା, ବାଳକ ତଥା ମାଲିକ। ଯଦି ନିଜକୁ ସର୍ବଦା ବାବାଙ୍କୁ ଅର୍ପଣ କରି ଚାଲିବ ତେବେ ସର୍ବଦା ହାଲୁକା ରହିବ। ନିଜର ସବୁ ଦାୟିତ୍ୱ ବାବାଙ୍କୁ ଦେଇଦିଅ, ଅର୍ଥାତ୍ ନିଜର ବୋଝକୁ ବାବାଙ୍କୁ ଦେଇଦିଅ, ତାହେଲେ ତୁମେ ହାଲୁକା ହୋଇଯିବ। ତେଣୁ ବୁଦ୍ଧି ଦ୍ୱାରା ସରେଣ୍ଡର ହୋଇଯାଅ ଅର୍ଥାତ୍ ସମର୍ପଣ ହୋଇଯାଅ। ଯଦି ବୁଦ୍ଧିରେ ସରେଣ୍ଡର ହୋଇଯିବ ତେବେ ଅନ୍ୟ କୌଣସି କଥା ବୁଦ୍ଧିକୁ ଆସିବ ନାହିଁ। ବାସ୍ ସବୁ କିଛି ବାବାଙ୍କର ଅଟେ ଏବଂ ସବୁ କିଛି ବାବାଙ୍କ ଭିତରେ ହିଁ ରହିଛି। ତେବେ ଆଉ କିଛି ବାକି ରହିବ ନାହିଁ। ଡବଲ ଲାଇଟ୍ ଅର୍ଥାତ୍ ସଂସ୍କାର ବା ସ୍ୱଭାବର ମଧ୍ୟ ବୋଝ ନାହିଁ। ଏହାକୁ ହିଁ କୁହାଯାଏ ହାଲୁକା। ଯିଏ ଯେତେ ହାଲୁକା ହୋଇଥିବ ସିଏ ସେତିକି ସହଜରେ ଉଡ଼ିବାର କଳାକୁ ଅନୁଭବ କରିପାରିବ। ଯଦି ଯୋଗ କରିବାରେ ଟିକିଏ ବି ମେହନତ କରିବାକୁ ପଡୁଛି ତେବେ ନିଶ୍ଚିତ କୌଣସି ନା କୌଣସି ବୋଝ ଅଛି। ତେଣୁ ବାବା ବାବା ଶବ୍ଦର ଆଧାର ନେଇ ଉଡ଼ି ଚାଲ। ସର୍ବଦା ଏହି ଲକ୍ଷ୍ୟ ମନେ ରହୁ ଯେ ମୋତେ ବାବାଙ୍କ ସମାନ ହେବାକୁ ପଡ଼ିବ। ବାବା ଯେପରି ଲାଇଟ୍ ଅର୍ଥାତ୍ ଜ୍ୟୋତି ସ୍ୱରୂପ ଅଟନ୍ତି ସେହିପରି ଡବଲ ଲାଇଟ୍ ହେବାକୁ ପଡ଼ିବ। କିନ୍ତୁ ଯେତେବେଳେ ଅନ୍ୟମାନଙ୍କୁ ଦେଖୁଛ ସେତେବେଳେ ଦୁର୍ବଳ ହୋଇଯାଉଛ। ତେଣୁ ସର୍ବଦା ପିତାଙ୍କୁ ଦେଖ ଏବଂ ପିତାଙ୍କୁ ଅନୁସରଣ କର। ବ୍ରହ୍ମା ବାବାକୁ ଅନୁସରଣ କରିବା। ଉଡ଼ିବାର କଳାକୁ ଅନୁଭବ କରିବାର ଶ୍ରେଷ୍ଠ ଆଧାର କେବଳ ଗୋଟିଏ ଶବ୍ଦ, ସବୁ କିଛି ତୋର। ମୋର ଶବ୍ଦକୁ ପରିବର୍ତ୍ତନ କରି ତୋର କରିଦିଅ। ମୁଁ ତୋର ବୋଲି ଭାବିଲେ ଆତ୍ମା ଲାଇଟ୍ ଅର୍ଥାତ୍ ଜ୍ୟୋତି ସ୍ୱରୂପର ଅନୁଭବ କରିବ ଏବଂ ଲାଇଟ୍ ଅର୍ଥାତ୍ ନିଶ୍ଚିନ୍ତ ସ୍ଥିତିର ଅନୁଭବ ମଧ୍ୟ କରିବ। ଯେପରି ଆରମ୍ଭ ସମୟରେ ଅନୁଭବ କରୁଥିଲ, ଚାଲିବା ବୁଲିବା ସମୟରେ ମଧ୍ୟ ଅନ୍ୟମାନେ
ଏଭଳି ଅନୁଭବ କରୁଥିଲେ ଯେମିତି କୌଣସି ଲାଇଟ୍ ଯାଉଛି। ସେମାନଙ୍କୁ ଶରୀର ଦେଖାଯାଉନଥିଲା। ଏହି ଅଭ୍ୟାସ ଦ୍ୱାରା ହିଁ ସବୁ ପ୍ରକାରର ପରୀକ୍ଷାରେ ପାସ୍ ହୋଇଗଲ। ତେଣୁ ବର୍ତ୍ତମାନ ଯେବେ କି ବହୁତ ଖରାପ ସମୟ ଆସିବାକୁ ଯାଉଛି, ତେଣୁ ଡବଲ ଲାଇଟ୍ ସ୍ଥିତିରେ ରହିବାର ଅଭ୍ୟାସକୁ ବଢ଼ାଅ। ଅନ୍ୟମାନଙ୍କୁ ସର୍ବଦା ତୁମର ଲାଇଟ୍ ରୂପ ଦେଖାଯାଉ। ଏହା ହିଁ ସୁରକ୍ଷାର ଆଧାର। ଭିତରକୁ ଆସିବା ମାତ୍ରକେ ଲାଇଟ୍ ଦୁର୍ଗକୁ ଦେଖିବେ ଅର୍ଥାତ୍ ଅନୁଭବ କରିବେ। ଯେମିତି ଲାଇଟ୍ ସଂଯୋଗ ଦ୍ୱାରା ବଡ଼ ବଡ଼ ମେସିନ୍ ଗୁଡ଼ିକ ଚାଲୁଛି, ସେହିଭଳି ତୁମେମାନେ ମଧ୍ୟ ସବୁ ପ୍ରକାରର କର୍ମ କରିବା ସମୟରେ ବାବାଙ୍କ ସହିତ କନେକ୍ସନ୍ ଅର୍ଥାତ୍ ବୁଦ୍ଧିର ସଂଯୋଗ ଆଧାରରେ ଡବଲ ଲାଇଟ୍ ହୋଇ ଚାଲୁଥାଅ। ଯେଉଁଠାରେ ଡବଲ ଲାଇଟ୍ ସ୍ଥିତି ରହିଛି ସେଠାରେ ମେହନତ ଏବଂ ମୁସ୍କିଲ ଶବ୍ଦ ସମାପ୍ତ ହୋଇଯାଏ। ମୋର ପଣିଆକୁ ସମାପ୍ତ କରି ଯଦି ଟ୍ରଷ୍ଟି ପଣିଆର ଭାବ ଏବଂ ଈଶ୍ୱରୀୟ ସେବାର ଭାବନା ରହିବ, ତେବେ ଡବଲ ଲାଇଟ୍ ହୋଇଯିବ। କେହି ଯଦି ତୁମମାନଙ୍କ ନିକଟ ସମ୍ପର୍କରେ ଆସିବ, ତେବେ ଅନୁଭବ କରିବ ଯେ ଇଏ ଅଲୌକିକ ଅଟନ୍ତି ବା ଈଶ୍ୱରୀୟ ଆତ୍ମା ଅଟନ୍ତି। ସେମାନଙ୍କୁ ତୁମର ଫରିସ୍ତା ରୂପ ହିଁ ଦେଖାଯିବ ଏବଂ ଫରିସ୍ତାମାନେ ସର୍ବଦା ଉପରେ ଥାନ୍ତି। ଫରିସ୍ତାମାନଙ୍କୁ ଅର୍ଥାତ୍ ପରୀମାନଙ୍କୁ ଯଦି ଚିତ୍ର ରୂପରେ ମଧ୍ୟ ଦେଖାଇବେ, ତେବେ ଡେଣା ଥିବାର ହିଁ ଦେଖାଇବେ, କାରଣ ସେମାନେ ଉଡ଼ନ୍ତା ପକ୍ଷୀ ଅଟନ୍ତି। ତେବେ ସର୍ବଦା ଖୁସି ମନରେ ଝୁଲୁଥିବା ସମସ୍ତଙ୍କର ବିଘ୍ନହର୍ତ୍ତା ବା ସମସ୍ତଙ୍କର ଅସୁବିଧାକୁ ସହଜ କରୁଥିବା ଆତ୍ମା ସେତେବେଳେ ହୋଇପାରିବ ଯେତେବେଳେ ତୁମର ସଂକଳ୍ପରେ ଦୃଢ଼ତା ରହିବ ଏବଂ ଡବଲ ଲାଇଟ୍ ସ୍ଥିତିରେ ରହିବ। ମୋର କିଛି ବି ନୁହେଁ, ସବୁ ବାବାଙ୍କର। ଯେତେବେଳେ ନିଜ ଉପରେ ବୋଝ ରଖିଦେଉଛ, ସେତେବେଳେ ହିଁ ସବୁ ପ୍ରକାରର ବିଘ୍ନ ଆସୁଛି। ଯଦି ମୋର କିଛି ନୁହେଁ, ତେବେ ନିର୍ବିଘ୍ନ। ତେଣୁ ସର୍ବଦା ନିଜକୁ ଡବଲ ଲାଇଟ୍ ମନେକରି ସେବା କରିଚାଲ। ସେବାରେ ଯେତେ ହାଲୁକା ରହିପାରିବ, ସେତିକି ସହଜରେ ନିଜେ ମଧ୍ୟ ଉଡ଼ିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଉଡ଼ାଇ ପାରିବ। ତେବେ ଡବଲ ଲାଇଟ୍ ହେବା ସେହି ସେବା କରିବା। ତେବେ ଡବଲ ଲାଇଟ୍ ହୋଇ ସେବା କରିବା, ଯୋଗଯୁକ୍ତ ହୋଇ ସେବା କରିବା, ଏହା ହିଁ ସଫଳତାର ଆଧାର। ତେବେ ନିଜର ଦାୟିତ୍ୱ ଗୁଡ଼ିକୁ ପାଳନ କରିବା ମଧ୍ୟ ଆବଶ୍ୟକ, କିନ୍ତୁ ଯେତେ ଦାୟିତ୍ୱ ସେତେ ଡବଲ ଲାଇଟ୍ ସ୍ଥିତି। ଦାୟିତ୍ୱ ଗୁଡ଼ିକ ପାଳନ କରୁଥିଲେ ମଧ୍ୟ ଦାୟିତ୍ୱର ବୋଝରୁ ନ୍ୟାରା ଅର୍ଥାତ୍ ମୁକ୍ତ ରୁହ, ତେବେ କୁହାଯିବ ବାବାଙ୍କର ପ୍ୟାରା ଅର୍ଥାତ୍ ସ୍ନେହୀ। କେବେ ବି ବିଚଳିତ ହୁଅ ନାହିଁ। କ'ଣ କରିବି, ବହୁତ ଦାୟିତ୍ୱ ରହିଛି, ଏକଥା କରିବି କି ନ କରିବି, ଏହା ତ ବଡ଼ ମୁସ୍କିଲର କାମ। ଏଇଭଳି ଅନୁଭବ କରିବା ହିଁ ବୁଝ। ଡବଲ ଲାଇଟ୍ ଅର୍ଥାତ୍ ଏହାଠାରୁ ମୁକ୍ତ। କୌଣସି ପ୍ରକାରର ଦାୟିତ୍ୱର ବା କର୍ମର ହଲଚଲ ବୋଝ ନଥିବ। ସର୍ବଦା ଡବଲ ଲାଇଟ୍ ସ୍ଥିତିରେ ରହୁଥିବା ନିଶ୍ଚୟ ବୁଦ୍ଧି ଆତ୍ମା ସର୍ବଦା ନିଶ୍ଚିନ୍ତ ସ୍ଥିତିରେ ରହିବେ। ଉଡ଼ିବାର କଳାରେ ରହିବେ। ଉଡ଼ିବାର କଳା ଅର୍ଥାତ୍ ଉଚ୍ଚରୁ ଉଚ୍ଚ ସ୍ଥିତି। ସେମାନଙ୍କର ବୁଦ୍ଧିରୂପୀ ପାଦ ଧରଣୀ ଉପରେ ନଥିବ। ଧରଣୀ ଅର୍ଥାତ୍ ଦୈହିକ ସ୍ଥିତିଠାରୁ ଉର୍ଦ୍ଧ୍ୱରେ ରହୁଥିବେ। ଯେଉଁମାନେ ଦୈହିକ ସ୍ମୃତିରୂପୀ ଧରଣୀ ଠାରୁ ଉର୍ଦ୍ଧ୍ୱରେ ରହିଥାନ୍ତି, ସେହିମାନେ ହିଁ ସର୍ବଦା ଫରିସ୍ତା ଅଟନ୍ତି। ଏବେ ଡବଲ ଲାଇଟ୍ ହୋଇ ଦିବ୍ୟ ବୁଦ୍ଧିରୂପୀ ବିମାନ ଦ୍ୱାରା ସବୁଠାରୁ ଉଚ୍ଚ ଶିଖର ସ୍ଥିତିରେ ସ୍ଥିତ ହୋଇ ବିଶ୍ୱର ସର୍ବ ଆତ୍ମାମାନଙ୍କ ପ୍ରତି ଲାଇଟ୍ ଏବଂ ମାଇଟ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତିରୂପୀ ସୁଭାବନା ଏବଂ ଶ୍ରେଷ୍ଠ କାମନାର ସହଯୋଗର ତରଙ୍ଗ ଚତୁର୍ଦିଗରେ ବିଚ୍ଛୁରିତ କର ଏବଂ ସେହି ବିମାନରେ ବାପ ଦାଦାଙ୍କର ରିଫାଇନ୍ ଶ୍ରେଷ୍ଠ ମତ ଅର୍ଥାତ୍ ଶ୍ରୀମତ ରୂପୀ ସାଧନ ବା ବନ୍ଧନ ରହିଥାଉ, ଯେଉଁଥିରେ ଟିକିଏ ବି ମନମତ ବା ପରମତର ମଇଳା ନଥିବ।
ଆଜିର ବରଦାନ ହେଉଛି ପ୍ରତିଟି ମୁହୂର୍ତ୍ତ ଏବଂ ପ୍ରତିଟି ସଂକଳ୍ପର ମହତ୍ଵକୁ ଜାଣି ପୁଣ୍ୟର ପୁଞ୍ଜି ଜମା କରୁଥିବା ପଦ୍ମା ପଦ୍ମପତି ହୁଅ। ତୁମ ଭଳି ପୁଣ୍ୟ ଆତ୍ମା ମାନଙ୍କର ସଂକଳ୍ପରେ ଏତେ ବିଶେଷ ଶକ୍ତି ରହିଛି, ଯେଉଁ ଶକ୍ତି ଦ୍ୱାରା ତୁମେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିବ। ଯେପରି ଆଜିକାଲି ଯନ୍ତ୍ରପାତି ସାହାଯ୍ୟରେ ମରୁଭୂମିକୁ ମଧ୍ୟ ହରାଭରା କରିଦେଉଛନ୍ତି, ପାହାଡ଼ ଉପରେ ମଧ୍ୟ ଫୁଲ ଫୁଟାଇ ଦେଉଛନ୍ତି, ସେହିଭଳି ତୁମେମାନେ ନିଜର ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ନିରାଶାବାଦୀ ମନୁଷ୍ୟକୁ ଆଶାବାଦୀ କରିପାରିବ। କେବଳ ପ୍ରତ୍ୟେକ ସେକେଣ୍ଡ ପ୍ରତ୍ୟେକ ସଂକଳ୍ପର ମୂଲ୍ୟକୁ ଜାଣି ସଂକଳ୍ପ ଏବଂ ସେକେଣ୍ଡର ସଦ୍ବ୍ୟବହାର କରି ପୁଣ୍ୟର ପୁଞ୍ଜି ଜମା କର। ତୁମମାନଙ୍କର ସଂକଳ୍ପର ଶକ୍ତି ଏତେ ଶ୍ରେଷ୍ଠ ଅଟେ, ଯାହାକି ଗୋଟିଏ ସଂକଳ୍ପ ମଧ୍ୟ କାହାକୁ ପଦ୍ମା ପଦ୍ମପତି କରିଦେଇପାରିବ। ଆଜିର ସ୍ଲୋଗାନ ହେଉଛି, ଯଦି ପ୍ରତ୍ୟେକ କର୍ମକୁ ଅଧିକାରୀ ପଣିଆର ନିଶ୍ଚୟ ଏବଂ ନିଶାର ସହିତ କରିବ, ତେବେ ମେହନତ ସମାପ୍ତ ହୋଇଯିବ। ଯଦି ପ୍ରତ୍ୟେକ କର୍ମକୁ ଅଧିକାରୀ ପଣିଆର ନିଶ୍ଚୟ ଏବଂ ନିଶାର ସହିତ କରିବ, ତେବେ ମେହନତ ସମାପ୍ତ ହୋଇଯିବ। ଆଜିର ସୂଚନା ହେଉଛି, ଆଜି ମାସର ତୃତୀୟ ରବିବାର। ସମସ୍ତ ରାଜଯୋଗୀ ତପସ୍ୱୀ ଭାଇ ଭଉଣୀମାନେ ସନ୍ଧ୍ୟା 6:30ରୁ 7:30 ପର୍ଯ୍ୟନ୍ତ ବିଶେଷ ଯୋଗାଭ୍ୟାସ ସମୟରେ ଭକ୍ତମାନଙ୍କର ଡାକରାକୁ ଶୁଣି ନିଜର ଇଷ୍ଟଦେବ ଦୟାଳୁ ଦାତା ପଣିଆର ସ୍ୱରୂପରେ ସ୍ଥିତ ହୋଇ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ କରିବାର ସେବା କରିବେ। ଓମ୍ ଶାନ୍ତି। ତ ଏଇଥିଲା ବାବାଙ୍କର ମହାବାକ୍ୟ। ବାବା ଫରିସ୍ତା ସ୍ୱରୂପରେ କେମିତି ରହିବା ସେଇଟା କହିଲେ, ଏବଂ ଡବଲ ବିଦେଶୀ ମାନେ କେମିତି ଡବଲ ଲିଫ୍ଟ ମିଳିଥାଏ, ତା ସହିତ ବାବା କହୁଛନ୍ତି ସଙ୍ଗମ ଯୁଗର ସଂକଳ୍ପ ସେକେଣ୍ଡ ସବୁ ମୂଲ୍ୟବାନ, ତାକୁ ସଫଳ କରିବା। ଓମ୍ ଶାନ୍ତି।